ଆଜି ମୁଁ ଚାଲି ଯାଇଥିଲି ଆମ୍ବ ଆଣିବାକୁ। ନିଜ ବାଡ଼ିରୁ ନୁହଁ, ମୋ ପର ବାଡ଼ିରୁ ଚୋରି କରିବି। ଆକୁ ଦେଖୁନାହାନ୍ତି ଇଏ କେମିତି ଗଛ ଉପରେ ଚଢ଼ି ଆମ୍ବ ଆଣିବାକୁ ବାହାରିଛି। ଆଜି ଦ୍ୱିପହରେ ଆମେ ଦି ଭାଇ ଭଉଣୀ ବସି ଫୋନ୍ ଦେଖିଲା ବେଳେ ମୋ ସାନ ଭାଇ ମୋତେ କହିଲା, ଦିଦି ଚାଲ ଆଜି ଆମେ ଗୋଟେ ଫିଷ୍ଟ କରିବା। ମୁଁ କହିଲି କି ଫିଷ୍ଟ କରିବା, ଆମ ପାଖରେ ତ କିଛି ବି ନାହିଁ। ସେ ମୋତେ କହିଲା ଚାଲ ଦିଦି ଆମେ ଆଜି ଆମ୍ବର ଫିଷ୍ଟ କରିବା। ମୁଁ କହିଲି ଆମ୍ବ କେଉଁଠୁ ଆଣିବା, ଆମ ବାଡ଼ିରେ ତ ଆମ୍ବ ନାହିଁ। ସେ ଆମ୍ବ ଗୁଡ଼ା ଯେଉଁ ବି ଅଛି ସେ କଷି କଷି ହେଇଛି। ତାହେଲେ ଆମେ କହିଲୁ କି ଚାଲ ଆଉ ଜଣଙ୍କ ବାଡ଼ିରୁ ଆମେ ଆମ୍ବ ନେଇ ଆସିଲା ପରେ ଫିଷ୍ଟ କରିବା। ଆମେ ଚାଲିଲୁ ଆମ୍ବ ଚୋରି କରିବା ପାଇଁ। ଆମ୍ବ ଚୋରି କରି ଆଣିଲା ପରେ ଆମେ ଆମ୍ବକୁ ବସି କଚ କଚ କରି କାଟିଦେଲୁ। କାଟି ସାରିଲା ପରେ ତା ଦେହରେ ଲୁଣ ଆଉ ଟିକେ ଲଙ୍କା ପକାଇ ପୁରା ଖାଇବା ପାଇଁ ବସି ପଡ଼ିଲୁ ଭଲ ଭାବରେ। ଆପଣମାନେ ମୋତେ କହିବେ ତି ଆପଣମାନେ ଏଇ ସିଜନରେ ଆମ୍ବ ଖାଇଲେଣି କି ନାହିଁ। ଆଉ ଆକୁ ଦେଖନ୍ତୁ ଇଏ କେମିତି ଛୁରୀରେ ଆମ୍ବ ଖାଉଛି। ଆଉ ଗୋଟେ କଥା ଶୁଣନ୍ତୁ, ମୁଁ ଆପଣମାନଙ୍କୁ କେବଳ କହିଲେ ଆମେ ଆମ୍ବ ଚୋରି କରିକି ଆଣିଛୁ ବୋଲି, ଆପଣମାନେ ଆଉ କାହାକୁ କହିବେନି। କହିଲେ ଆମେ ପୁଣି ଧରା ପଡ଼ିଯିବୁ ଯେ। ହଁ ସାଙ୍ଗମାନେ, ଆପଣ କାହାକୁ କହିବେନି, ନହେଲେ ଆମେ ସବୁ ଧରା ପଡ଼ିଯିବୁ ଯେ। ଦେଖୁନ ମୋ ପିଇସି କେମିତି ଆମ୍ବ ଖାଉଛି। ଆପଣମାନେ ଯଦି ଖାଇବେ କମେଣ୍ଟରେ କୁହନ୍ତୁ। ରହିଲୁ, ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରିବେ।